श्रोताबंधु साहित्य संस्कृति चिंतन यूट्यूब चैनल को आपण मानक स्वागत करुछि। आमे पूर्वरु हमर ए समय जड़े विशिष्ट युव कथाकार चित्तरंजन चिरंजीत को शुणीचे। आज तांकर एक चमत्कार क्षुद्र गल्प जार शीर्षक हेउछि अजंता। ताको आमे शुणिबा। गाल्पिक चित्तरंजन चिरंजीत। से जंगल पाखरे पहुंची जाइथिला मानव 1500 कि 1600 किलोमीटर बाट अतिक्रम करिबा भितरे सांगरे रहिले किछि कथा किछि भावना। जो कथा से भाबुथिला ताहा यात्रार किछि घंटा भितरे जन्म नेइनी, परम ता किछि वर्ष धरी मनरे जमाट बांधी होई रहिछि। कथा नुहे तो गोटे अमृत अनुभव। ए जमाट बंधा कथा पुणी मुंडा बरफ भली उत्ताप पाइले जेमती बरफ तरले भावनार ताप स्पर्शरे कथा भी सेमिति तरले बोही चले आगको। मानवर जंगल प्रति आकर्षण खूब पिला बेलू, पुणी सेई विभाग रे चाकिरी ईश्वरंक वरदान सदृश। आज नुआ एक जंगल प्रति आकर्षण रे से एठाकू चली आसीनी, से आसीची निजर दायित्व निभेबाकू, अजंता को सांगरे नहीं जीवा पाई। 3 दिन तले अजंता को किए आनिबाकू जीवो बोली विचार विमर्श चलीथिला ऑफिस रे। एई दायित्व तुलाइबाकू समस्ते जेमिति अमंग, ଯେଉଁଥିପାଇଁ ଉପରିସ୍ଥ ଅଧିକାରୀଙ୍କ ପ୍ରଶ୍ନରେ ମୁଣ୍ଡ ତଳକୁ ହୋଇଯାଇଥିଲା ସମସ୍ତଙ୍କର। ହେଲେ ଆପଣା ଛାଏଁ ଚମକି ପଡ଼ିଲା, ହଠାତ୍ ଅସ୍ଥିର ହୋଇ ଉଠିଲା ମାନବ। ସେ ଚମକି ପଡ଼ିନଥାନ୍ତା କି ଅସ୍ଥିର ହୋଇ ଉଠି ନଥାନ୍ତା ଯଦି ଅଧିକାରୀ ଜଣକ ପାଟିରୁ ଶେଷରେ ନା ବାହାରି ନଥାନ୍ତା। ପ୍ରଥମେ ତ ଅତ୍ୟନ୍ତ ଗୁରୁଗମ୍ଭୀର ସ୍ୱରରେ କହିଲେ, ଉପରୁ ନିର୍ଦ୍ଦେଶ ଅଛି, ତାକୁ ଆଣିବାର ଅଛି। କାହାକୁ? କିଏ ଯିବ ବୋଲି ପଚାରିବା କିମ୍ବା ପ୍ରଶ୍ନ ବ୍ୟୁହରେ ଛନ୍ଦି ନ ହୋଇ ବାହାନାର ଗୋଟିଏ ଗୋଟିଏ ନକ୍ସା ଆଙ୍କୁଥିଲେ ସମସ୍ତେ। ଏମିତିକି ମାନବ ବି ସାଦା ସିଧା ଓ ସରଳ ମଣିଷଟିଏ ହୋଇ ମଧ୍ୟ। ହେଲେ ଅଜନ୍ତା ବୋଲି ନାଁ ଶୁଣିବା ପରେ ଘନ କୁହୁଡ଼ିରେ ଝାପ୍ସା ଦିଶୁଥିବା ଦେହ, ଧୂସରିଆ ଆଲବମ୍ରେ ଫିକା ପଡ଼ିଯାଇଥିବା ଫଟୋ ଭଳି କିଛି ଗୋଟାଏ ଦିଶୁଥିଲା ତାକୁ। ବେଶ୍ ରଙ୍ଗହୀନ, କଳା ଧଳା ଓ ସଫେଦ। ମାନବ ଅସ୍ଥିର ହୋଇ ଉଠିଲା। ତା ଆଖି ଯୋଡ଼ାକ ଭିତରେ ସ୍ପଷ୍ଟ ହୋଇଥିବା ଅନ୍ୟମନସ୍କତାକୁ ବେଶ୍ ଠାବ କରି ପାରିଥିଲେ ଜଙ୍ଗଲ ଅଧିକାରୀ। ସମସ୍ତ ନୀରବତାକୁ ଭାଙ୍ଗି ଦେଇ କହିଲେ, ଆମ ପାଖରେ ମାନବ ଥାଉ ଥାଉ ଏତେ ଚିନ୍ତା କାହିଁକି? ଆଶ୍ୱସ୍ତିର କ୍ଷୀଣ ନିଶ୍ୱାସଟିଏ ବାହାରି ଆସିଲା ସମସ୍ତଙ୍କ ଭିତରୁ। ରୁମ୍ ସାରା ଖେଳିଗଲା ଗୋଟିଏ ନୀରବ ଉତ୍ସବର ଲହସା। ଯବକାଚର ଆଲୋକ ବହ୍ନି ବିନ୍ଦୁ ଭଳି ସମସ୍ତଙ୍କ ବକ୍ର ଦୃଷ୍ଟି ଲମ୍ବି ଆସିଲା ମାନବ ଆଡ଼େ। ସମ୍ମତି ସୂଚକ ହଁର ପ୍ରତ୍ୟାଶା ସହିତ। ଅଧିକ ନୀରବତା ସହ୍ୟ କରିବା ଅବସ୍ଥାରେ ନଥିଲେ ଅଧିକାରୀ। ସେ ଦୋହରେଇ ପଚାରିଲେ, କ'ଣ ଭାବୁଛ ମାନବ? ଯିବ ତ? ସେ ବି ଆଉ ଅପେକ୍ଷା ନ କରି ଖଣ୍ଡ ଖଣ୍ଡ ବାକ୍ୟରେ କହିଲା, ହଁ ମୁଁ ଯିବି ସାର୍। ହଠାତ୍ ଉଛୁଳ ମୁଛୁଳ ହୋଇଗଲା ତାଳିମାଡ଼, ଗୋଟିଏ ଅଭିଯାନର ଶୁଭାରମ୍ଭ ପୂର୍ବକ। ଆଉ ସମୟ ଦେଲେନି ଅଧିକାରୀ। ତେଣୁ ପରଦିନ ଯିବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିଲା ମାନବକୁ। ହେଲେ ସେଇ ରାତିରେ ଭାରି ଝଟପଟ ହେଲା ଆଉ ଅସ୍ତବ୍ୟସ୍ତ ଲାଗିଲା ତାକୁ। ନୂଆ ଜାଗା, ନୂଆ ଜୀବନକୁ ଭେଟିବାର ଉଲ୍ଲାସପଣ ଅପେକ୍ଷା ଗୋଟିଏ ଆଶଙ୍କାର ବଳୟ ସୃଷ୍ଟି ହେଲା ତା ମନରେ। ଧୀରେ ଧୀରେ ତା ଗର୍ତ୍ତ ପାଲଟୁଥିଲା ଏବଂ ତା ଭିତରେ ଘୁ ଘୁ ଅନ୍ଧାର। ମାନବ ଭାବିଲା, ସେ ନିଶ୍ଚୟ ଆଜି ଅଜନ୍ତାକୁ ସ୍ୱପ୍ନ ଦେଖିବ। ତା ମନରେ ଥିବା ସବୁତକ ଆଶଙ୍କା ଦୂରୀଭୂତ ହୋଇ ଆଶ୍ୱାସନାର ଏକ ଗାଲିଚା ବିଛେଇ ପଡ଼ିବ ତା ସ୍ୱପ୍ନରେ, ତା ସାମ୍ନାରେ। ହେଲେ ରାତି ସାରା ଶୋଇପାରି ନଥିଲା ସେ। ନିଦ ନଥିଲେ କୋଉ ସ୍ୱପ୍ନ ଦେଖି ହୁଏ? ବର୍ଷା ଝରିଲା ପରି ରାତି ସାରା ଝରଝର ହୋଇ ଝରୁଥିଲା ସେ। ତେବେ ସ୍ୱପ୍ନ ନ ଦେଖିଲେ ବି ସେ ଅନୁଭବ କଲା ତାକୁ ପୂର୍ବରୁ ଯେମିତି ରୀତିମତ କରିଥାଏ। ଏହାକୁ ବି ସେ ଅମୃତ ଅନୁଭବ ବୋଲି ଧରିନେଲା। ଏତେ ଲମ୍ବା ପଥକୁ ଅତିକ୍ରମ କରି ମଧ୍ୟ ତା ମନରେ ଟିକିଏ ବି କ୍ଳାନ୍ତି ନଥିଲା। ସେ ଭାବି ଚାଲିଥିଲା ଅଜନ୍ତା କଥା। ତା ପାର୍ଶ୍ୱ ଓ ସାମ୍ନାର ଦୃଶ୍ୟ ଯେତେ ଅଜନ୍ତାମୟ ହୋଇ ଉଠୁଥିଲା ଯେମିତି। ସ୍ୱପ୍ନ ସିନା ତା ନିୟନ୍ତ୍ରଣରେ ନାହିଁ, ଭାବନା କିନ୍ତୁ ତ ତା ନିୟନ୍ତ୍ରଣରେ ରହିଛି। ଅଜନ୍ତାକୁ ନେଇ ଅନେକ ଛବି ବାଇସ୍କୋପର ଫଟୋ ଭଳି ଆସୁଥିଲା ଏବଂ ଚାଲି ଯାଉଥିଲା ମୁହୂର୍ତ୍ତକ ମୁହୂର୍ତ୍ତକ ଭିତରେ।
ପାଖରେ ଗାଡ଼ିର ଡ୍ରାଇଭର ଜାତୀୟ ରାଜପଥରେ ବେଗକୁ ନିୟନ୍ତ୍ରଣ କରି ଗାଡ଼ି ଧାଉଁଥାଏ, ସେ ବି ଧାଉଁଥାଏ। ତାର ଓ ଡ୍ରାଇଭର ଭିତରେ ତଫାତ୍ ହେଉଛି ଜୀବନ୍ତ ଛବିର ବାସ୍ତବ ଭୂମିରେ ଡ୍ରାଇଭର ଆଉ ସେ କଳ୍ପନାରେ ଏକ ଦୃଶ୍ୟ ମାୟାରେ ଆବଦ୍ଧ। ସତେ ଯେମିତି କାହା ସହିତ କାହାର ସାମଞ୍ଜସ୍ୟ ନାହିଁ, ସମାନ୍ତରାଳ ଦୁହିଁଙ୍କ ଗତି। ଖଣ୍ଡେ ଦୂରରେ ଠିଆ ହୋଇ ଜଙ୍ଗଲ ଆଡ଼କୁ ଚାହିଁଲା ମାନବ। ସେଇଠି ଠିଆ ହେଲେ ଜଙ୍ଗଲର ତମାମ ଚେହେରା ଦିଶେନି, ହେଲେ ଯେତିକି ଦିଶେ ସେଥିରୁ ବୁଝି ହୁଏ ତାର ଗାଢ଼ତ୍ୱ ଆଉ ଘଞ୍ଚତା। ଏଇ ଜଙ୍ଗଲ ବି ବେଶ ଗାଢ଼ ଏବଂ ଘଞ୍ଚ, ସବୁଜିମାର ଏକ ସୁଦୃଶ୍ୟ ବଳୟ, ଯେମିତି ସେ ଶୁଣିଥିଲା କିମ୍ବା ତାଠାରୁ ବେଶ ଅଧିକ। ଏଇ ଜଙ୍ଗଲରେ ରହେ ଅଜନ୍ତା। ଅଜନ୍ତାର ନାଁ ଉଚ୍ଚାରଣ ମାତ୍ରକେ ପୁଣି ଥରେ ଅଦ୍ଭୁତ ଶିହରଣ ଖେଳିଗଲା ମାନବ ଦେହରେ। ତା ସହ ଆଶଙ୍କା, ଅଜଣା ଭୟ ଯେମିତି ଜାବୁଡ଼ି ଧରିଥିଲା ତାକୁ। ଏତେ ବର୍ଷ ଧରି ଜଙ୍ଗଲରେ ରହୁଛି, ଯେତେବେଳେ ନା ସେ ଦୁନିଆକୁ ଜାଣିଥିବ ନା ଦୁନିଆର ଭାଷାକୁ। ତା ସାଙ୍ଗରେ ଯିବା ତ ଦୂରେ ଥାଉ, ଯଦି ତା କଥା ବୁଝି ନ ପାରି ଝାମ୍ପି ଦିଏ, ତାର ନିଶ୍ଚୟ ଅଯତ୍ନରେ ବଢ଼ୁଥିବା ମୁନିଆ ମୁନିଆ ନଖ ଥିବ। ଯଦି ସେଇ ନଖରେ ବିଦାରି ପକାଏ ତାକୁ, ରକ୍ତାକ୍ତ କରିଦିଏ, ସେତେବେଳେ କ'ଣ କରିବ ସେ? ଦେଖାହେଲେ କ'ଣ ଘଟିବ ତ ପଛ କଥା। ସେ ଅଜନ୍ତା ପାଖରେ ପହଞ୍ଚିବ କେମିତି? ଏହା ହିଁ ଥିଲା ମାନବ ପାଇଁ ସବୁଠୁ ବଡ଼ ପ୍ରଶ୍ନ, ଅତି ବଡ଼ ସମସ୍ୟା। ଚାରିଆଡ଼କୁ ଆଖି ବୁଲଉ ବୁଲଉ ଜଣେ ଲୋକ ଉପରେ ନଜର ପଡ଼ିଗଲା ମାନବର। ସେଇଠି ଥାଇ ସେ ଲୋକଟା ଉଦ୍ଦେଶ୍ୟରେ ପଚାରିଲା, ମୁଁ ଅଜନ୍ତାକୁ କେଉଁଠି ପାଇବି? ଅଜନ୍ତା ନା ଶୁଣୁ ଶୁଣୁ ପ୍ରଥମେ ଦି ପାହୁଡ଼ ପଛକୁ ଫେରିଗଲା ସେ ଲୋକଟା। ମାନବ କେବଳ ଆଶ୍ଚର୍ଯ୍ୟ ହେଲାନି, ତା ମନରେ ସଞ୍ଚାରି ଯାଇଥିବା ଭୟ ବି ଦୁଇଗୁଣା ହୋଇଗଲା। ଜଙ୍ଗଲ ପାଖରେ ରହୁଥିବା ଲୋକଟି ମନରେ ଯଦି ଏତେ ଭୟ, ତାହେଲେ ସେ ଅଜନ୍ତା ପାଖକୁ ଯିବ କେମିତି? ମାନବ ପୁଣି ଥରେ ଡାକିଲା ସେଇ ଲୋକଟାକୁ। ଅପେକ୍ଷାକୃତ ଉଚ୍ଚ ଗଳାରେ କହିଲା, ଆରେ ତମେ ଏତେ ଭୟ କରୁଛ କାହିଁକି? ମତେ ଟିକେ ତା ପାଖରେ ପହଞ୍ଚିବାର ବାଟ ଦେଖାଅ। କିଛି ନହେଲେ ତାର ତ କେହି ଦେଖାଶୁଣା କରୁଥିବେ, ତାଙ୍କ ଠିକଣା ଟିକେ ଦିଅ। କାହିଁ କେତେ ଦୂରରୁ ଆସିଛି ମୁଁ, ଅଜନ୍ତାକୁ ନ ନେଇ ଖାଲି ହାତରେ ଫେରିଯିବାକୁ ଆସିନି। ସେ ଲୋକଟା ଅଦ୍ଭୁତ ହସ ହସି ସେଇଠୁ ଦୌଡ଼ି ଚାଲି ଯାଉ ଯାଉ କହିଲା, ଅଜନ୍ତାକୁ କାହିଁକି ନେବାକୁ ଆସିଛ? ଚମକି ପଡ଼ିଲା ମାନବ ତାର ଏଇ କଥା ପଦକରେ। ଆହୁରି ଶିହରି ଉଠିଲା ଅଜନ୍ତାକୁ ନେବାକୁ ଆସିବା ପଛର କାରଣକୁ ହେଜ କରି। ତାକୁ ଲାଗୁଥିଲା ଟିକିଏ ଭୟରେ ତା ଦେହର ଶିରା ପ୍ରଶିରାରେ ରକ୍ତର ଗୋଟିଏ ପ୍ରବହଣ ଆରମ୍ଭ ହୋଇଯାଇଛି। ଧଡ଼ପଡ଼ ହେଲା ତାର ହୃତ୍ପିଣ୍ଡଟା। କିଛି ସମୟ ପରେ ଚାହିଁଲା ବେଳକୁ ବେଶ କିଛି ଦୂରକୁ ଚାଲି ଯାଇଥିବା ଲୋକଟା ପାଟି କରି କହୁଥାଏ, ସେ ଜଙ୍ଗଲୀ ରାଣୀ ଭାରି ସିଆଣୀ, ପାଖକୁ ଗଲେ ଦେବଟି ଭିଣୀ। ଧୀରେ ଧୀରେ ଲୋକଟି ଅଦୃଶ୍ୟ ହୋଇଯିବା ପରେ ପୁଣି ଏକୁଟିଆ ହୋଇଗଲା ମାନବ। ଡ୍ରାଇଭର ଥାଏ ଗାଡ଼ି ପାଖରେ ନିଭୃତ ଦୂରତାରେ। କିଛି ସମୟ ସ୍ତବ୍ଧ ହୋଇ ଠିଆ ହେଲା। ସେପଟେ ଜଙ୍ଗଲ ଭିତରୁ ଭାସି ଆସୁଥିଲା କିଛି ଶବ୍ଦ। ଶବ୍ଦ ନୁହେଁ ତ, ସ୍ଥିତି ଓ ସାମର୍ଥ୍ୟର ଗୋଟିଏ ସମ୍ମିଳିତ ବିପଣି। ମାନବକୁ ଲାଗୁଥିଲା କେବଳ ସେ ହିଁ ଧୀରେ ଧୀରେ ଅସହାୟ ପାଲଟି ଯାଉଛି। ହେଲେ ନିଜକୁ ଦୃଢ଼ କଲା ସେ। ଯେତେବେଳେ ନିଜ ସହ ନିଜେ କଥା ହେଲା, କହିଲା, ଏଇ ତ ମୁଁ ଆସିଲି, ଟିକିଏ ମାତ୍ର ଉଦ୍ୟମ ଆରମ୍ଭ କଲି, ପୁଣି ଏତିକିରେ ଅସହାୟତା ପ୍ରକାଶ କରିବି? ନିଜକୁ ଦୃଢ଼ କଲା। ଏହାପରେ ପରିସ୍ଥିତି ସହ ସାମ୍ନା କରିବା ପାଇଁ ନିଜକୁ ପ୍ରସ୍ତୁତ କଲା ମାନବ। ଆଉ କାଳ ବିଳମ୍ବ ନ କରି ଜଙ୍ଗଲ ଧାରର ଗୋଟିଏ ସ୍ଥାନରେ ଠିଆ ହୋଇ ମାନବ ଡାକ ପକେଇଲା, ଅଜନ୍ତା, ଅଜନ୍ତା। ଏହା ଏହା କେବଳ ନାଁ କି ଶବ୍ଦ ନୁହେଁ ତ, ଆତ୍ମାକୁ ବିଦାରି ଦେଉଥିବା ଗୋଟିଏ ପ୍ରାଣପିଣ୍ଡ ଯେମିତି, ଯାହା ଚିକ୍ମିକ୍ ସ୍ଫଟିକ ଭଳି ଝଲସି ଉଠୁଛି ତା ଡାକରେ, ତା ଶବ୍ଦରେ। ତାକୁ ଲାଗିଲା ସେ ଚୁପ୍ ହୋଇଯାଉଛି ସିନା, ଜଙ୍ଗଲର ଶାନ୍ତ ସ୍ନିଗ୍ଧ ପରିବେଶରେ ବାରମ୍ବାର ତରଙ୍ଗାୟିତ ହେଉଛି ତାର ସେଇ ଡାକ, ଅଜନ୍ତା, ଅଜନ୍ତା। ଅଜନ୍ତାକୁ ଡାକ ପକେଇବା ଛଡ଼ା ତା ପାଖରେ ଦ୍ୱିତୀୟ ବାଟ କ'ଣ ଅଛି ଯେ? ସେ ଠିଆ ହେଲା, ଅପେକ୍ଷା କଲା। ପୁଣି ଭାବିଲା, ସତରେ କ'ଣ ତା ଡାକ ଶୁଣି ଅଜନ୍ତା ଚାଲି ଆସିବ? ଏହାପରେ ଗୋଟିଏ ସମ୍ମୋହନରେ ନିଜକୁ ଯେମିତି ବାନ୍ଧିଲା, ପୁଣି ଗୋଟିଏ ଶିହରଣରେ ସେମିତି ନିଜକୁ ଉନ୍ମୁକ୍ତ କଲା। ଡ୍ରାଇଭର ଆଉ ଟିକେ ଦୂରକୁ ଚାଲି ଯାଇଥିଲା ବୋଧହୁଏ। ଗୋଟିଏ ନୀରବ ଭୂଖଣ୍ଡରେ ଏକା ଏକା ଠିଆ ହେଲା ବେଳେ ମାନବକୁ ଲାଗୁଥିଲା ଏଇ ଅଜନ୍ତା ଡାକ ପ୍ରଥମ ଥର ତା ଭିତରୁ ବାହାରିନି। ବେଶ କିଛି ବର୍ଷ ଧରି ସେ ଡାକି ଚାଲିଛି ଅଜନ୍ତାକୁ। ଆତ୍ମା ସହ ବାନ୍ଧି ହୋଇ ରହିଯାଇଛି ସେଇ ଡାକ। ଆତ୍ମା ଆଉ କ'ଣ କି? ବରଫ ମୁଣ୍ଡା କି ସ୍ଫଟିକ?
କିଛି ସମୟ ପରେ ଗୋଟିଏ ଶବ୍ଦ ଭାସି ଆସିଲା ଜଙ୍ଗଲ ଭିତରୁ। ବାକି ସବୁ ଶବ୍ଦ ଯେତେ ଆପଣା ଛାଏଁ ସ୍ଥିର ହୋଇ ଯାଉଥିଲା ଯେମିତି। କାହିଁକି କେଜାଣି ମାନବକୁ ଲାଗିଲା ଏଇ ଶବ୍ଦ ହିଁ ଅଜନ୍ତାର। ଯେଉଁ ଶବ୍ଦ ସହ ପୂର୍ବରୁ ସେ ଖୁବ୍ ପରିଚିତ, ଯେଉଁ ଶବ୍ଦରେ ସେ କେବେ କେବେ ଶୀତଳ ପାଣି ଭଳି ତରଙ୍ଗାୟିତ ହୋଇଛି ତ ପୁଣି କେବେ ଉଷୁମ ପାଣି ଭଳି ଉଦ୍ବେଳିତ ହୋଇଛି, ଏଇ ଶବ୍ଦରେ, ଏଇ ସେହି ଶବ୍ଦ। ପୁଣି ଦ୍ୱନ୍ଦ୍ୱରେ ପଡ଼ିଗଲା ମାନବ। ଭାବିଲା ଇଏ କ'ଣ ସତରେ ତାର ଶବ୍ଦ? ବର୍ଷ ବର୍ଷ ଧରି ଡାକିଲେ ଇଏ କି ଫ୍ରଏଡୀୟ ଥିଓରି ଭଳି ମନେ ପକେଇଲେ ଯିଏ ଆସୁନଥିଲା, ଆଉ ମନେ ପକଉନଥିଲା ତାରି। ତନ୍ଦ୍ରା ଭାଜିଲା ଭଳି ଭାବନାରୁ ନିଜକୁ ଅପସରି ଆଣିଲା ମାନବ। ବାସ୍ତବ ଦୁନିଆକୁ ଫେରି ଆସୁଥିବା ବେଳେ ତା ସାମ୍ନାରେ ହାଜର ହୋଇଯାଇଥିଲା ଅଜନ୍ତା। ଖଣ୍ଡେ ଦୂରରେ ମାନବ ପାଖରେ କାବୁ କରିବା ଛଡ଼ିଟିଏ ଥିଲା ତ ସେ ଆଦୌ ଭୟ କଲାନି। ସେ ଭାବୁଥିଲା ଏ ଅଜନ୍ତାକୁ ସାଙ୍ଗରେ ନେଇଯିବାକୁ ସେ ବସିଛି, ହେଲେ ସେ ଅଜନ୍ତା ଚାଲିଯାଇଛି ତା ପାଖରୁ, ତା ଦୁନିଆର ଚୌହଦିରୁ। ଭିତରେ ଭିତରେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ୁଥିଲା ମାନବ। ସାମ୍ନାରେ ଏକ ଅଜନ୍ତାର ଉପସ୍ଥିତି ସତ୍ତ୍ୱେ ଚମକି ପଡ଼ିଲା ମାନବ ଯେତେବେଳେ ଦେଖିଲା ଗୋଟିଏ ମନ୍ତ୍ରମୁଗ୍ଧ ଦୃଷ୍ଟିରେ ତା ଆଡ଼କୁ ଚାହିଁ ରହିଛି ଅଜନ୍ତା। ସତସତିକା ତା ଭିତରୁ ଅପସରି ଯାଇଛି ଉଗ୍ରତା, ବରଂ ସବାର ହୋଇଛି ଗୋଟେ ଅମୂର୍ତ୍ତ ଉନ୍ମାଦନା। ଭୟର ଖୋଳପା ଖସିଗଲା ମାନବ ଦେହରୁ ଏବଂ ଅନୁନୟତାର ସ୍ୱର ବାହାରି ଆସିଲା ମୁହୂର୍ତ୍ତକ ଭିତରେ। ତା ଜୀବନର ଚରମ ବିଶେଷତ୍ୱ କ'ଣ ସେ ଜାଣେ? ତା ହେଉଛି ସେ ଏଇ ଅଜନ୍ତାମାନଙ୍କ ଭାଷା ବୁଝେ, ଆଉ ଏଇ ଅଜନ୍ତାମାନେ ବି ତା ଭାଷା ବୁଝନ୍ତି। ସେ ସମାନ ଦୂରତ୍ୱ ଓ ସମାନ ଅବସ୍ଥାରେ ସେମିତି ଛିଡ଼ା ହୋଇଥାଏ ଅଜନ୍ତା, ଜଙ୍ଗଲ ପ୍ରତି ରହିଥିବା ମାୟା ଏବଂ ନିଜ ସହ ଯୋଡ଼ି ହୋଇଯାଇଥିବା ଛାୟାକୁ ଜାବୁଡ଼ି ଧରି। ସମାଜ ସଭ୍ୟତାଠାରୁ ବହୁ ଦୂରରେ ରହିଥିବା ଏଇ ଜଙ୍ଗଲ ତା ଦୁନିଆ, ତା ସାମ୍ରାଜ୍ୟ। ଗୋଟିଏ ଖୋଲା ଓ ଅବାଧ ବିଚରଣର ପୃଥିବୀ। ହେଲେ ଏ ଅଜନ୍ତାମାନେ ଜାଣନ୍ତିନି ଅଦୃଶ୍ୟ ଭାବେ ସେମାନଙ୍କୁ ଆଉ କିଏ ଚଳାଉଛି, ଆଉ ଜଙ୍ଗଲକୁ ବି। ମାନବ ନିକଟରେ ଆଶ୍ଚର୍ଯ୍ୟର ସୀମା ରହିଲାନି ଯେତେବେଳେ ସେ ସେଇଠି ଠିଆ ହୋଇଥିବା ସ୍ଥାନରେ ପେଟେଇ ଶୋଇଗଲା ଅଜନ୍ତା। ଯିଏ ଜଙ୍ଗଲର ରାଣୀ, ନିଜର ହିଂସ୍ରତା ଆଉ ଉଗ୍ରତାରେ ଯିଏ ସମସ୍ତଙ୍କ ମନରେ ଭୟ ସଞ୍ଚାର କରୁଥିଲା, ସିଏ କ'ଣ ସତରେ ଦୁର୍ବଳ ହୋଇଯାଇଛି? କେବଳ ଗୋଟିଏ ସାଥିଟିଏ ପାଇବା ପାଇଁ ତାର ଏଇ ପରିବର୍ତ୍ତନ। ଏହା ତାହେଲେ ସତ କଥା। ସାଥୀ ବିନା ଯଦି ସେ ନିଃସଙ୍ଗ, ସେଇ ନିଃସଙ୍ଗ କ'ଣ ତା ଦୁର୍ବଳତାର କାରଣ? ଏଥରକ ମୁହଁ ଖୋଲିଲା ମାନବ। କହିଲା, ମୁଁ କ'ଣ ଏଇଆ ଭାବିବି ଯେ ତମେ ମୋ କଥାରେ ରାଜି ଜଙ୍ଗଲ ରାଣୀ? ମୁଁ ଜାଣେ ତୁମର ଏଠି ସବୁ କିଛି ଅଛି, ସାମ୍ରାଜ୍ୟ ଆଉ ଆଧିପତ୍ୟ ବି। ରାଜା ଥିଲେ ହୁଏତ ସେତିକି ଗୁରୁତ୍ୱ ନଥାନ୍ତା ଆଜି ଯେତିକି ଅଛି, ହେଲେ ଜୀବନର ପରିପୂର୍ଣ୍ଣତା ତ ଥାନ୍ତା। ତମେ କ'ଣ ଚାହଁ ଜଙ୍ଗଲ ରାଣୀ? ସାମ୍ରାଜ୍ୟ, ଆଧିପତ୍ୟ ନା ଜୀବନର ପରିପୂର୍ଣ୍ଣତା? ଅସ୍ପଷ୍ଟ ଶବ୍ଦ ବାହାରୁଥିଲା ଅଜନ୍ତାର ପାଟିରୁ। ଏଥରକ ଉଠି ପଡ଼ିଲା ସେ। ଚାରିପାଦ ଆଗକୁ ଆସିଲେ ତ ଆଉ ଟିକିଏ ଆଗକୁ। ଅଜନ୍ତାର ଅଗ୍ରସରତା ଆଦୌ ଭୟ ସଞ୍ଚାର କରୁନଥିଲା ମାନବ ମନରେ, ବରଂ ପ୍ରତୀକ୍ଷାର ଅବଧି କ୍ରମଶଃ ସଙ୍କୁଚିତ ହେଉଥିଲା ତାର ଆଗକୁ ବଢ଼ନ୍ତା ପାଦ ସହ। ଟିକିଏ ବି ପଛକୁ ଚାହୁଁନଥିଲା ଅଜନ୍ତା। ଯେଉଁ ଜଙ୍ଗଲରେ ତାର ଜନ୍ମ, ଯେଉଁଠି ସେ ବଢ଼ିଥିଲା, ଗୋଟିଏ ମୁହୂର୍ତ୍ତରେ ବି ସେ ନିଜକୁ ଅଲଗା କରିନେଉଥିଲା ସେଇ ପରିଧି ଆଉ ଆବେଶରୁ। ଗୋଟିଏ ମୁହୂର୍ତ୍ତ ବି ସେ ନିଜକୁ ଅଲଗା କରିନେଉଥିଲା ସେଇ ପରିଧି ଆଉ ଆବେଶରୁ। ଆଉ ଆଶ୍ଚର୍ଯ୍ୟ ହେଲାନି ମାନବ। ସେ ଜାଣେ ଅଭାବ ବୋଧ ହିଁ ଜୀବନକୁ ସ୍ଥାନଚ୍ୟୁତ କରେ, ବାସଚ୍ୟୁତ କରେ। ସେଇ ଅଭାବ ବୋଧ ବି କେବଳ ପାର୍ଥିବ ଅବସ୍ଥାରେ ନଥାଏ, ମନର ଭୂଗୋଳରେ ବି ଥାଏ। ସେଇ ମନର ଭୂଗୋଳରେ ବସା ବାନ୍ଧେ ଯେତେ ସବୁ ସୁଖ, ଦୁଃଖ, ପ୍ରେମ, ଯନ୍ତ୍ରଣା, ସେଇଭଳି ସବୁ କିଛି। ଯେମିତି ଏକ ଅଭାବ ବୋଧ ପାଇଁ ସେ ଚାଲି ଆସିଥିଲା ତା ନିକଟକୁ, ତା ଜୀବନକୁ ପରିପୂର୍ଣ୍ଣ କରିବାର ପ୍ରତିଶ୍ରୁତି ସହ। ପାଖାପାଖି 72 ଘଣ୍ଟାର ଯାତ୍ରା ପରେ ଅଜନ୍ତାକୁ ନେଇ ତା ଜଙ୍ଗଲରେ ପହଞ୍ଚିଲା ମାନବ। ଗାଡ଼ିରୁ ଓହ୍ଲାଉ ଓହ୍ଲାଉ ଅଜନ୍ତା ଆଡ଼େ ଚାହିଁଲା ସେ। ନିସ୍ତେଜ ପ୍ରାୟ ଅବସ୍ଥାରେ ଶୋଇଯାଇଥିଲା ଅଜନ୍ତା। ତା ଉଦ୍ଦେଶ୍ୟରେ ମାନବ କହିଲା, କେବେ ବି ବ୍ୟସ୍ତ ହେବନି ଜଙ୍ଗଲୀ ରାଣୀ। ଭଲ ଭାବେ ଦେଖ, କିଛି ବି ଫରକ ନାହିଁ ତମ ଜଙ୍ଗଲ ଆଉ ମୋ ଜଙ୍ଗଲ ଭିତରେ। ବରଂ ଖୁବ୍ ଶୀଘ୍ର ଏଠି ସାଥୀଟିଏ ପାଇଯିବ ତୁମେ। ସହସା ଅପସରି ଯିବ ତମ ନିଃସଙ୍ଗତା ଆଉ ପଥାତିକ୍ରମର କ୍ଳାନ୍ତି। ଅଜନ୍ତାକୁ ଅନ୍ୟମାନଙ୍କ ତତ୍ତ୍ୱାବଧାନରେ ଛାଡ଼ି ଦେଇ ମାନବ ଫେରିଆସିଲା ତା ଘରକୁ। ସେଇ ଗାଢ଼ ସବୁଜିମାର ଚାଦର ତଳେ ଅଭିମାନୀଟିଏ ଭଳି ଗୁମସୁମ ରହିଥିବା ଗୋଟିଏ ଚୌହଦି। ସ୍ଥିର ପ୍ରକୃତି ଭଳି କେଉଁ ପ୍ରାଚୀନତାକୁ ଜାବୁଡ଼ି ଧରିଛି ତାହା। ଏହା ମାନବର ନିଜ ଘର ନୁହେଁ, ଗୋଟିଏ
ପୁରୁଣା କାଳିଆ ସରକାରୀ କ୍ୱାର୍ଟର, ଯାହାକି ଧ୍ୱସ୍ତ ବିଧ୍ୱସ୍ତର ଗୋଟିଏ ଚିତ୍ରପଟ ପାଲଟିବାର ଅପେକ୍ଷାରେ ଯାହା। ମାନବର କ୍ଲାନ୍ତ ଅବଶ ଦେହ ଲୋଟି ପଡ଼ିଲା ବେଡ୍ ଉପରେ। ପ୍ରତିଦିନ, ପ୍ରତି ରାତି ଆଉ ପ୍ରତି ମୁହୂର୍ତ୍ତରେ ଏଇ ରୁମ୍ରେ ଯେଉଁ ଖାଁ ଖାଁ ତାକୁ ଗୋଡ଼ାଏ ଏବଂ ନିସଙ୍ଗତାର ଭାରୀପଣ ଆକ୍ତାମାକ୍ତା କରିଦିଏ, ତାହା କୁଆଡ଼େ ଉଭେଇ ଯାଉଥିଲା ଯେମିତି। ଏଇ ସମୟରେ ବାହାରେ ଘଡ଼ଘଡ଼ି ସହ ବର୍ଷାର ଶବ୍ଦ। ମାନବ ଭାବୁଥିଲା ଏଇ ଶବ୍ଦ ସହିତ ବି କାହାରି ନା କାହାରି ସାମଞ୍ଜସ୍ୟ ରହିଛି। ଏ ଅଜନ୍ତାର, ନହେଲେ ସେ ଅଜନ୍ତାର। ଧଡ଼ପଡ଼ ହୋଇ ଉଠିଥିଲା ମାନବ। ଭଙ୍ଗା ଟାଇଲ ଫାଙ୍କରୁ ଘର ଭିତରକୁ ପଶି ଆସୁଥିବା ବର୍ଷା ପାଣିରେ ନଷ୍ଟ ହେବାକୁ ବସିଥିବା ଯେଉଁ ଫ୍ରେମ୍ ବନ୍ଧେଇ ଫଟୋଟାକୁ କାନ୍ଥରୁ କାଢ଼ି ସେ ଭଙ୍ଗା ଆଲମିରା ଭିତରେ ରଖିଦେଇଥିଲା, ତାକୁ କାଢ଼ି ଆଣିଲା। ଅଲୋଡ଼ା ଦ୍ରବ୍ୟ ଭଳି ପଡ଼ି ରହିଥିବା ଏଇ ଫଟୋଟାକୁ ବହୁତ ଦିନ ପରେ ଧରିଲା ବେଳେ ତାର ସର୍ବାଙ୍ଗ କମ୍ପି ଉଠୁଥିଲା ଯେମିତି। ଫଟୋର ସେଇ ମୁହଁଟା ଉପରେ ଲେସି ହୋଇଯାଇଥିଲା ସମୟ ଆଉ ପରିସ୍ଥିତିର ଦାଗ। ଧୂସର ଓ ଅସ୍ପଷ୍ଟ ହୋଇଯାଇଥିଲା ତାହା। ଯନ୍ତ୍ରଣାରେ କୁହୁଳି ଉଠିଲା ମାନବ। ଶେଷ ସନ୍ତକକୁ ହରାଇବାର ଦୁଃଖ ଅଚାନକ ତାକୁ କାବୁ କରି ବସିଲା। ହେଲେ ଆଶ୍ଚର୍ଯ୍ୟ, ଜୀବନ୍ତ ଭାବେ ତା ସାମ୍ନାରେ ଉଭା ହୋଇଯାଉଥିଲା ଗୋଟିଏ ମୁହଁ। କାହାର ଏ ମୁହଁ? ବର୍ତ୍ତମାନ ନା ଅତୀତର? ବର୍ତ୍ତମାନ ଭିତରେ ଅତୀତର ନା ଅତୀତ ଭିତରେ ବର୍ତ୍ତମାନର? ମାନବ ଚମକି ପଡ଼ିଲା। ଫଟୋଟାକୁ ତା ଜାଗାରେ ଥୋଇଦେଇ ପୁଣି ଥରେ ବେଡ୍ ଉପରକୁ ଫେରି ଆସିବା ବେଳେ ହଠାତ୍ ପ୍ରତିଧ୍ୱନିତ ହେଉଥିଲା କିଛି ଶବ୍ଦ। କଥା ସବୁ ବି କାହାର? ଅତୀତର ନା ବର୍ତ୍ତମାନର? ନିର୍ଦ୍ଦିଷ୍ଟ ସମୟର ନା କାଳକାଳର? କେତେ ଆଗ୍ରହରେ ତମେ ମୋତେ ସାଙ୍ଗରେ ନେଇ ଆସିଲ, ସାଥୀଟିଏର ପ୍ରତିଶ୍ରୁତି ଦେଇ। ସାଥୀଟିଏ ନଥିଲେ ଜୀବନର ଅର୍ଥ କ'ଣ? ଆଉ କହିଲ ବି ବ୍ୟସ୍ତ ହୁଅନି, ମୁଁ ତୁମକୁ ଜନ୍ମ ଜନ୍ମାନ୍ତର ସାଥୀ କରି ରଖିବି। ମୁହୂର୍ତ୍ତକ ବି ତୁମକୁ ମୋଠାରୁ ଅଲଗା କରିବିନି। ତମର ସେଇ ନିଚ୍ଛକ, ସେଇ ଟିକକ ପ୍ରତିଶ୍ରୁତିରେ ସବୁ କିଛିକୁ ଭୁଲି ମୁଁ ଚାଲି ଆସିଥିଲି ଏଇ ଜଙ୍ଗଲ ପାଖକୁ, ତମ ଜୀବନ ପରିଧି ଭିତରକୁ। ହେଲେ ଏଠି ଆସି ପାଇଲି କ'ଣ? ମୋ ଜୀବନଠାରୁ କେତେ ଅଲଗା ତମର ଜୀବନ। ଯେଉଁଠି ଜୀବନଟା ଅଲଗା, ସେଠି ସାଥୀଟିଏ ହୋଇ ରହିବାର ଅର୍ଥ କ'ଣ? ମୁଁ ଆଜି ଚାଲିଯାଉଛି ଏଠୁ। ମନେ ରଖ, ସାଥୀଟିଏ ଅର୍ଥ କେବଳ ଗୋଟିଏ ପାର୍ଥିବ ପ୍ରାପ୍ତି ନୁହେଁ, ଏକ ଅମୃତ ଅନୁଭବ ବି। ଏ ଦିଟା ଯାକ ପାଇଁ ତମ ମନରେ ଟିକିଏ ବି ଆଗ୍ରହ ନାହିଁ? ଅଜନ୍ତା। ଏଇ ଡାକ ବାହାରି ଆସିଲା ମାନବ ଭିତରୁ। ହେଲେ ଏ ଡାକ ବର୍ତ୍ତମାନ ନା ସେତେବେଳର? ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଲା ତା ମନରେ। ଅର୍ଥାତ୍ ତା ଜୀବନଟା ପୁଣି ଥରେ କୁହେଳିକାମୟ ହୋଇ ଉଠିଲା। ମନେ ମନେ ଟିକେ ହସିଲା। କେବେଠାରୁ କୁହେଳିକାମୟ ହୋଇ ଉଠିଛି ତା ଜୀବନ? ଯେଉଁଦିନ ମାନବ ତାକୁ କହିଲା, ପ୍ରତିଶ୍ରୁତି ରକ୍ଷା କରି ସାଥୀଟିଏ ଦେଇପାରିଲିନି ସିନା, ମୁଁ ହେବା ପରେ ଅସୁବିଧା କେଉଁଠି ସେବେଠାରୁ ଯେବେ ନିଷ୍ଠୁର ଭାବେ ତାର ଏହି ଆତୁରତାକୁ ପ୍ରତ୍ୟାଖ୍ୟାନ କଲା। ମନେ ପକାଉଥିଲା ମାନବ, ସରକାରୀ କାମରେ ବାରମ୍ବାର ଜଙ୍ଗଲ ପାଖ ଗାଁକୁ ଯାଉଥିଲା ସେ। ଯେଉଁ ଗାଁରେ ଅଜନ୍ତାର ଘର। ଦିନେ ବାପ ମା ବାହାରେ ଶୋଇଥିଲା ବେଳେ ଜଙ୍ଗଲୀ ହାତୀ ଶୁଣ୍ଢରେ ଟେକି ନେଇ ପାଦରେ ଦଳିଦେଲା। ଏହା ପରଠାରୁ ଖୁବ୍ ଏକୁଟିଆ ହୋଇଥିଲା ଅଜନ୍ତା। ଅଜନ୍ତା ପାଠ ପଢ଼ିଛି କେଉଁ ଏକ ଦୂର ଆବାସିକ ଆଦିବାସୀ କଲେଜ। ସେଥିପାଇଁ ତ ତାର ଗାଁର ମଉଡ଼ମଣି ସେ। ଗାଁ ଲୋକ ମାନବକୁ କହିଲେ ଭାରି ଝଟପଟ ହେଉଛି ଝିଅଟା। ପାଠୁଆଟା ତ, ଏଠି କୋଉ ବାହା ହବ? କୋଉଠି ଦେଖି ବାହାଘର କରିଦେବ ତାକୁ। ମାନବ ଛାତି ଭିତରଟା ରୁନ୍ଧି ହୋଇଯାଉଥିଲା ଅଜନ୍ତା କଥା ମନେ ପକେଇ। ଭାବୁଥିଲା, ନା ତାକୁ ସାଥୀଟିଏ ଦେଇପାରିଲା, ନା ନିଜେ ହୋଇପାରିଲା। କୋଉଠି ଏବେ ସେ? ପୁଣି ଥରେ ଚମକି ପଡ଼ିଲା ନିଜ ଏଇ ପ୍ରଶ୍ନରେ। ସେତେବେଳକୁ ବାହାରେ ବଢ଼ି ସାରିଥିଲା ବର୍ଷା। ତା ପାଇଁ ଅଜନ୍ତା ପାଲଟି ଯାଉଥିଲା ଗୋଟେ ଦ୍ୱନ୍ଦ୍ୱ, ଗୋଟେ ଯନ୍ତ୍ରଣା, ଗୋଟେ ଗହ୍ୱର। 2-4 ଦିନର ବିଶ୍ରାମ ପରେ ଦେହର ଯନ୍ତ୍ରଣା କ୍ରମଶଃ କମି ଆସୁଥିଲେ ବି ଆଦୌ ସ୍ୱାଭାବିକ ହୋଇପାରୁନଥିଲା ସେ। ଯେଉଁଥିପାଇଁ ସେ ସ୍ୱାଭାବିକତାକୁ ଫେରି ପାରୁନଥିଲା, ତା ପଛରେ ଥିଲା ହଠାତ୍ ମନରେ ଉଦ୍ରେକ ହୋଇଥିବା ପ୍ରଶ୍ନ ଯୋଡ଼ାଏ। କାହିଁକି ଅଜନ୍ତା ପାଖକୁ ଗଲା ସେ? ଏହାଦ୍ୱାରା ବର୍ଷ ବର୍ଷ ଧରି ତା ସହ ରହୁଥିବା ଅନୁଭବ ଟିକକର ମୃତ୍ୟୁ ହେଲା ନା ଜୀବନ୍ତ ହେଲା? ମାନବ କିନ୍ତୁ ରୁମ୍ ଭିତରେ ନିଜକୁ ଆବଦ୍ଧ କରି ରଖିପାରିଲାନି। ଉପରିସ୍ଥ ଅଧିକାରୀଙ୍କ ଠାରୁ ଡାକରା ପାଇ ହଠାତ୍ ଅଫିସ ବାହାରିଗଲା ସେ। ଅଫିସରେ ଏକ ଗୁମସୁମ ପରିବେଶ। ତାକୁ ଆଚମ୍ବିତ କଲା ଭଳି କଥା ଶୁଣିଲେ ଅଧିକାରୀ। କହିଲେ, ଅଜନ୍ତାର ପ୍ରକୃତି ବଦଳିବା ଯାହା ଆମେ ଶୁଣିଥିଲୁ ତାହା ସମ୍ପୂର୍ଣ୍ଣ ମିଛ। ସେ ପୂରାପୂରି ହିଂସ୍ର ହୋଇ ଉଠିଛି। ଏନକ୍ଲୋଜର ଡେଇଁ ଶିକାର କରିବାକୁ ବ୍ୟଗ୍ର ହେଉଛି ଯେମିତି। ତାଙ୍କୁ ଟ୍ରାଙ୍କୁଲାଇଜ କରି ନ ରଖିଲେ କେତେବେଳେ ଜଙ୍ଗଲ ପାଖ ବସତି ଆଡ଼କୁ ଚାଲି ନ ଯିବ କିଏ କହିବ?
ସମସ୍ତଙ୍କୁ ଚମକେଇ ଦେଇ ହଠାତ୍ ମାନବ ପାଟିରୁ ବାହାରି ଆସିଲା, ନା। ନିଜେ ଅଧିକାରୀ ଜଣକ ବି ଆଶ୍ଚର୍ଯ୍ୟ ହୋଇଗଲେ ମାନବ ମୁହଁରୁ ନା ଶବ୍ଦ ଶୁଣି। ସେ ଅତ୍ୟନ୍ତ ବିରକ୍ତି ପ୍ରକାଶ କରି କହିଲେ, ତମେ କ'ଣ କହିବାକୁ ଚାହୁଁଛ? ଦୁର୍ବଳ ହେଲାନି ମାନବ, ବରଂ ଅତ୍ୟନ୍ତ ଦୃଢ଼ତାର ସହିତ କହିଲା, ତାର ସାଥୀଟିଏ ଦରକାର। ତା ଜୀବନକୁ ମୁଁ ଭଲ ଭାବେ ବୁଝିପାରିଛି। ହରାଇବା କାରଣରୁ ସେ ହିଂସ୍ର ଥିଲା। ପ୍ରାପ୍ତି ମୁହଁରେ ସେ ଶାନ୍ତ। ଦେଖିବେ, ସାଥୀଟିଏ ମିଳିଗଲା ପରେ ତାର ଏହି ହିଂସ୍ରତା ବି ଆପେ ଆପେ ସ୍ଥିର ହୋଇଯିବ। ଆମେ ତ ତାକୁ ସେଇ ଉଦ୍ଦେଶ୍ୟରେ ଆଣିଛେ। ଗୋଟିଏ ଚାପା ଗୁଞ୍ଜରଣ ଖେଳିଗଲା ରୁମ୍ ସାରା। ଜଣେ କର୍ମଚାରୀ ହଠାତ୍ ଗୁଣଗୁଣେଇ ହୋଇ କହିଲେ, ତମେ ତାହେଲେ ଏତେ ଦିନ ଧରି ହିଂସ୍ର ଜାନୁଆର ନ ହୋଇ ସ୍ଥିର ରହିଛ କେମିତି? ମାନବ ଏ କଥାକୁ ଶୁଣି ପାରିଲା ବୋଧେ ବୋଧେ ଦଗ୍ଧୀଭୂତ ହୋଇଯାଇଥିଲା ତାର ଏଇ କଥା ପଦକରେ। କ'ଣ ଭାବିଲା କେଜାଣି ହଠାତ୍ ସେଠାରୁ ଚାଲିଗଲା ସେ। ଏମିତିକି ଆଉ ପଛକୁ ନ ଚାହିଁ ଅଧିକାରୀ ଜଣକ ଡାକକୁ ନ ଶୁଣି ଧୀରେ ଧୀରେ ଆଗକୁ ପାଦ ବଢ଼େଇଲା ମାନବ। ଜଙ୍ଗଲ ଭିତରେ ଘୁରି ବୁଲୁଥିବା ପବନ ଯେମିତି ଗୋଟିଏ ସୁଅରେ ମାଡ଼ି ଆସୁଥିଲା ତା ଆଡ଼କୁ। ତାକୁ ବାନ୍ଧି ଦେବାକୁ, କାଲୁଆ କରିଦେବାକୁ, ଏମିତିକି କେଉଁଆଡ଼େ ଉଡ଼ାଇ ନେଇଯିବାକୁ। ହେଲେ ସେ ଥିଲା ସମ୍ପୂର୍ଣ୍ଣ ଭାବେ ଅବିଚଳିତ, ସ୍ଥିର, ଅଦମନୀୟତାର ଗୋଟିଏ ସଶକ୍ତ ପ୍ରତୀକ ଯେମିତି। ଏନକ୍ଲୋଜର ନୁହେଁ ତ ତାର ଜାଲିର ବାଡ଼। ଖୁବ୍ କମ୍ ସମୟ ମଧ୍ୟରେ ସେଠାରେ ପହଞ୍ଚି ଯାଇଥିଲା ମାନବ। କେହି ଜଣେ ଆସିବାର ଶବ୍ଦ ବାରି ପେଟେଇ ଶୋଇଥିବା ଅବସ୍ଥାରୁ ଉଠି ଠିଆ ହେଲା ଅଜନ୍ତା। ମାନବକୁ ଦେଖିବା ମାତ୍ରକେ ପୂରାପୂରି ଗର୍ଜନ କଲା, ସତେ ଯେମିତି ତମାମ ଜଙ୍ଗଲକୁ ଥରେଇ ଦେବା ପାଇଁ ତାର ଏଇ ଗର୍ଜନ ଯଥେଷ୍ଟ। କ'ଣ ହେଲା କେଜାଣି ଏପଟୁ ବି ସମତାଳରେ ଚିତ୍କାର କରି ଉଠିଲା ମାନବ। କହିଲା, ସାଥୀଟିଏ କ'ଣ ଜୀବନର ସବୁ କିଛି? ସାଥୀ ନ ମିଳିଲେ ଜୀବନଟା ଅପୂର୍ଣ୍ଣାଙ୍ଗ, ଅପୂରଣୀୟ। ଯଦି ସାଥୀଟିଏ ତମ ପାଖରେ ନାହିଁ, କ'ଣ ହେଲା ସେଇଠୁ? ତମେ ଅନୁଭବ କର। ଯଦି ଅନୁଭବ କରି ନ ପାରୁଛ, ତାହା ହିଁ ତମର ବ୍ୟର୍ଥତା। ହଁ କରିପାର, ହଁ କହିପାର, ତୁମକୁ ମୁଁ ମିଛ କହି ଏଠାକୁ ଆଣିଛି। ସେମିତି ଯଦି ଭାବୁଛ, ଅପେକ୍ଷା କର, କିଛି ମୁହୂର୍ତ୍ତକୁ ଅପେକ୍ଷା କର। ହଠାତ୍ ବନ୍ଦ ହୋଇଗଲା ଅଜନ୍ତାର ଗର୍ଜନ ତର୍ଜନ। କି ଆଶ୍ଚର୍ଯ୍ୟ! ସେ ପୁଣି ଥରେ ଲେପଟେଇ ପଡ଼ିଗଲା, ଆଉ ଲମ୍ବା ଜିଭକୁ ପାଟି ଭିତରୁ ବାହାର କରି ନିଜକୁ ନିଜେ ଚାଟିବାକୁ ଆରମ୍ଭ କଲା। ତା ଦୃଷ୍ଟି କିନ୍ତୁ ଲମ୍ବି ରହିଥାଏ ମାନବ ଆଡ଼େ। ଏନକ୍ଲୋଜର ଗେଟ୍ ଖୋଲି ଭିତରକୁ ପ୍ରବେଶ କଲା ମାନବ। କିଛି ଦୂରରୁ ଶୁଭୁଥିଲା ଶହ ଶହ ଭୟ ମିଶ୍ରିତ ଅୟୁତ ଅୟୁତ ଶବ୍ଦ। ତାହାକୁ ଖାତିର କଲାନି ସେ। ସେ ସେମିତି ଠିଆ ହୋଇ ରହିଲା ଅଜନ୍ତା ସାମ୍ନାରେ। ଅତ୍ୟନ୍ତ ଧୀର ସ୍ୱରରେ କହିଲା, ତୋର ସାଥୀଟିଏ ଦରକାର ନା? ମୁଁ ତ ଅଛି। ଏବେ ଅଜନ୍ତା ଭଳି ଇଏ ବି ଗୋଟିଏ ଗୁମ୍ଫା। ତା ଦେହରେ ଅନେକ ଜୀବନ୍ତ ପ୍ରତିମୂର୍ତ୍ତି। ଭାବି ନିଅନ୍ତୁ ତା ପରର ଦୃଶ୍ୟ ସେମିତି କିଛି। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଆମ ସମୟର ଜଣେ ବିଶିଷ୍ଟ ଲୋକପ୍ରିୟ ଯୁବ କଥାକାରଙ୍କୁ, ଚିତ୍ତରଞ୍ଜନ ଚିରଞ୍ଜିତଙ୍କୁ। ଆଜି ଆମେ ଶୁଣୁଥିଲେ ତାଙ୍କର କ୍ଷୁଦ୍ରଗଳ୍ପ, ଯାହାର ଶୀର୍ଷକ ଥିଲା ଅଜନ୍ତା। ଆଜିର କ୍ଷୁଦ୍ରଗଳ୍ପଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।